गंगा सिंधु सरस्वती च जमुना गोदावरी नर्मदा कावेरी सरजु महेंद्र तनया चर्मण्वती रेणुका क्षिप्रा भगवती महासुर नदी चित्रोत्पला गंडुकी पुण्या पुण्यजलै समुद्र सहिता कुर्वंस्तुते मंगलम। जय जगन्नाथ। ମୁଁ ଜ୍ୟୋତିର୍ବିଦ ଚନ୍ଦ୍ରଶେଖର ନାୟକ। ମୋର ଚ୍ୟାନେଲ ଜ୍ୟୋତିଷରେ ଜାତକକୁ ଆପଣମାନଙ୍କୁ ମୋର ଅନ୍ତରର ଗଭୀରତମ ପ୍ରଦେଶରୁ ଶୁଭେଚ୍ଛା ଜଣାଉଛି। ବନ୍ଧୁଗଣ, ଆମେ ପୂର୍ବ ପାର୍ଟରେ ପଢ଼ିଥିଲେ 154 ନମ୍ବର ପାର୍ଟରେ ବିଦ୍ୟା ଯୋଗ ପଢ଼ିଥିଲେ, ଯାହାକି ବହୁତ ଦର୍ଶକ ତାକୁ ଦେଖିଛନ୍ତି। ଆଜି ଆମେ ଗୋଟେ ଭିନ୍ନ ଧରଣର ପାଠକୁ ଯିବା। କେତେ ଲୋକ ପ୍ରଶ୍ନ ପଚାରୁଛନ୍ତି ଯେ ସାର୍ ଆମର ତ ଧନ ଘରଟି ବହୁତ ମଜବୁତ ଅଛି, ଧନ ଘରର ମାଲିକ ଭଲ ସ୍ଥିତିରେ ଅଛନ୍ତି, କିନ୍ତୁ ତା ସତ୍ତ୍ୱେ ବି ଆମ ପାଖରେ ଧନ ରହୁନାହିଁ କାହିଁକି, ଆମେ ଧନାଢ଼୍ୟ ବ୍ୟକ୍ତି ହେଇପାରୁନାହୁଁ କାହିଁକି? ତେଣୁ ସେଥିପାଇଁ ଜ୍ୟୋତିଷ ଶାସ୍ତ୍ରର ଏକ ଗଭୀରତମ ବିଦ୍ୟାକୁ ଆମେ ଯିବା, ଯାହାକି ଆମେ ଯେଉଁ ଲଗ୍ନ କୁଣ୍ଡଳୀଟି ଦେଖୁଛେ ତାକୁ କୁହନ୍ତି D1 ଚାର୍ଟ। ଆଜି ପଢ଼ିବା D2 ଚାର୍ଟ, ତା ନାଁ ହେଉଛି ହୋରା ବର୍ଗ କୁଣ୍ଡଳୀ। ବନ୍ଧୁଗଣ, କାଳପୁରୁଷ କୁଣ୍ଡଳୀରେ ଲଗ୍ନ ଘରଟି ଯେଉଁଟା ହେଇଛି ସେଇଟା ଆମେ ତାକୁ ଦେଖୁଛେ, ଏଇଭଳିଆ ଚାର୍ଟ ଗୋଟେ ତିଆରି କରିଛେ, ତାକୁ ଆମେ କହୁଛେ D1 ଚାର୍ଟ ଲଗ୍ନ କୁଣ୍ଡଳୀ। ଲଗ୍ନ କୁଣ୍ଡଳୀରୁ ଯଦି ଧନ ସ୍ଥିତିଟା ଜଣାପଡ଼ୁନାହିଁ ଭଲ କରି, ତାହେଲେ ଆମେ D2 ଚାର୍ଟଟିକି ଦେଖିବା। ତା ନାଁ ହେଉଛି ହୋରା ବର୍ଗ କୁଣ୍ଡଳୀ। ଆପଣମାନେ ଯଦି ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି ଆରାମରେ ପାଇଯିବେ। ଆଉ ଯଦି ନ ପାଇପାରୁଛନ୍ତି କିଭଳି ଭାବରେ ହୋରା କୁଣ୍ଡଳୀଟି ନିର୍ମାଣ କରାହେଉଛି, ଆଜି ଆପଣମାନଙ୍କ ପାଖରେ ସେହି ବିଷୟରେ ମୁଁ ଆଲୋଚନା କରିବି। ଦେଖିବା ଯେ ପ୍ରକୃତରେ ହୋରା କୁଣ୍ଡଳୀଟି କିଭଳି ଭାବରେ ନିର୍ମାଣ କରାଯାଉଛି। ବନ୍ଧୁଗଣ, ଉଦାହରଣ ସ୍ୱରୂପ ମୁଁ ଗୋଟେ କୁଣ୍ଡଳୀ ନେଇଛି। ମୁଁ ଗୋଟେ କୁଣ୍ଡଳୀ ବିଶ୍ଳେଷଣ କରିଥିଲି 147, 148, 149 ପାର୍ଟରେ। ତାକୁ ଦେଖିକରି ବହୁତ ଦର୍ଶକ ମୋତେ ଅନୁରୋଧ କରୁଛନ୍ତି, ସାର୍ ଆମ ଛୁଆର କୁଣ୍ଡଳୀଟି ଟିକେ ସେଥିରେ ବିଶ୍ଳେଷଣ କରନ୍ତୁ। ତେଣୁ ଏତେ ଗୁଡ଼ିଏ ଲୋକଙ୍କୁ ଯେତେବେଳେ ଅନୁରୋଧ କରୁଛନ୍ତି, ମୁଁ କୌଣସି ପାର୍ସିଆଲିଟି କରିବା ପାଇଁ ଚାହେଁ ନା, କାହାରି କୁଣ୍ଡଳୀ ମୁଁ ବିଶ୍ଳେଷଣ କରିବାକୁ ଚାହେଁ ନା। ମୁଁ ଯେଉଁଟା କରିବି ସର୍ବସାଧାରଣଙ୍କ ପାଇଁ କରିବି, ପର୍ସନାଲି କାହାର ଏଇଟା ହେଇପାରିବ ନାହିଁ। ଯାହାର କୁଣ୍ଡଳୀ ଏଇଟା ହେଇଥିବ ସେ ବି ତାକୁ ସେ ଦେଖିପାରିବ, ଯିଏ ଏଇ କୁଣ୍ଡଳୀଟି ଯାହାର ସେ ବ୍ୟକ୍ତିମାନେ ଦେଖିପାରିବେ। ତା ମାନେ ନୁହେଁ ଯେ ମୁଁ ଇଣ୍ଟେନସନାଲି ଏଇ କୁଣ୍ଡଳୀଟି ତିଆରି କରିଛି। ବନ୍ଧୁଗଣ ଦେଖନ୍ତୁ, ମୁଁ ଗୋଟେ ତାରିଖରୁ ଗୋଟେ କୁଣ୍ଡଳୀଟି ତିଆରି କରିଛି। ଆଉ ସେଥିପାଇଁ ମୁଁ ତାରିଖ ନାଁ ବି ଦେଉନାହିଁ କି କୌଣସି ସ୍ଥାନ ଦେଉନାହିଁ। ଏଇଟା ଦେଖନ୍ତୁ, এই କୁଣ୍ଡଳୀରୁ ଆପଣ ଆପଣଙ୍କ କୁଣ୍ଡଳୀ ବିଷୟରେ ହିଁ ଜାଣନ୍ତୁ, ନହେଲେ ଜ୍ୟୋତିର୍ବିଦଙ୍କର ପରାମର୍ଶ ନିଅନ୍ତୁ। ଯଦି ଆପଣ ନ ଜାଣିପାରୁଛନ୍ତି ଜ୍ୟୋତିର୍ବିଦଙ୍କର ପରାମର୍ଶ ନିଅନ୍ତୁ। କିଭଳି ଭାବରେ ଏଇଟା ତିଆରି କରାହେଉଛି ମୁଁ ଆପଣମାନଙ୍କୁ ବତେଇ ଦେଉଛି। ଦେଖନ୍ତୁ ବନ୍ଧୁଗଣ, ତାହେଲେ ଆମେ ପଢ଼ିବା ହୋରା। ସେ ହୋରା ଜିନିଷଟା କ'ଣ ଆକ୍ଚୁଆଲି ମନେ ରଖନ୍ତୁ ବନ୍ଧୁଗଣ। ଆମର ଗୋଟେ ଶବ୍ଦ ଅଛି ଅହୋରାତ୍ର। ଅହୋରାତ୍ରର ଅର୍ଥ ହେଉଛି ଦିନ ଆଉ ରାତି, ଅର୍ଥାତ୍ ଗୋଟେ 24 ଘଣ୍ଟାର ଅବଧି, ଦିନ ରାତି। ତା ଦେହରୁ ଯଦି ଆମେ ପ୍ରଥମ ଅକ୍ଷରଟି ଏଠୁ ଶେଷ ଅକ୍ଷରଟି କାଟି ନେବା, ଆଉ ରହିଲା ହୋରା। ତାହେଲେ ହୋରା ଅର୍ଥ ଗୋଟିଏ ରାଶିରେ ଯେଉଁ ଗ୍ରହ ରହନ୍ତି, ଆପଣମାନେ ଜାଣିଛନ୍ତି 30 ଡିଗ୍ରୀ ତାଙ୍କୁ ଅତିକ୍ରମ କରିବାକୁ ପଡ଼େ। ଏଇଠି ଅଛନ୍ତି ବୃହସ୍ପତି, ଏଠି 30 ଡିଗ୍ରୀ ପାରି ହୋଇଗଲେ ଏ ଘରକୁ ପଳେଇ ଆସିବେ, ଆଗକୁ ଚାଲି ଆସିବେ। ତାହେଲେ 30 ଡିଗ୍ରୀ ସେ ଯେଉଁ ଘରୁଟିରେ ରହିଛନ୍ତି 30 ଡିଗ୍ରୀର ବ୍ୟବଧାନ ଭିତରେ, ତାହେଲେ ଆମେ ତାକୁ କ'ଣ କରିବା, ଯଦି ସମାନ 2 ଭାଗ କରିଦେବା ତାହେଲେ ଗୋଟିଏ
डिग्री है 15 गोटे भाग है 15 डिग्री 15 डिग्री गोटे ग्रह अतिक्रम कर आउ 15 डिग्री अतिक्रम कले 30 डिग्री हो होरार मालिक नवग्रह भितर दीटी ग्रह मात्र होता आपण मानक जानापी आउ गोटे जिनस मुझे बतई दूँ देखु आपण जदि कुंडली रखिंट जातक रखिंट घरे आपण देखु से लेखाही से रवि होरारे कि चंद्रंक होरारे ये दी प्रकार जिनस लेखाही जदि रविंकर लेखाही रवि होरारे लेखाही ताले चंद्रंकर लेखाही न चंद्रंक होरारे होते रविंकर लेखाही न होरार मालिक ये दी जन ता भितर आपण जो होरारे जन्म होती ठीक अच्छी आमे से विषय रे आज आलोचना करिबा मुख्यतः ये जिनसटी आमे जो आलोचना करुछे ये होची D2 जमि D1 चार्ट है लग्न चार्ट D2 है द्वितीय घरटी होची धनर घर मुख्यतः आउ कुटुंब बाणी से कथा आपण छाड़तु मुख्यतः है धन घर ताले आपणक जातक धन अच्छी कि नहीं आमे जदि D2 चार्ट देखिबा जानिबा ताहले आमे जानी परिबा जे आम जातक धन अच्छी कि नहीं जदि अच्छी भाग्य आमको साथ दौछि कि दौ नाही आमको निजे परिश्रम कर रोजगार करिया पड़ुछि कि आउ किछि आमको भाग्य साथ दौछि ताल देखिबा आग कुंडलीटी तैयारी करदेबा तापर फलाफल विषय रे जानिबा देखिबा कौन से होरा शास्त्र देखंतु सूत्र कहउचंती जदि ग्रह सम राशि रे थिबे केते 0 डिग्री रु 15 डिग्री भितर थिबे ताहाले से चंद्रंक होरारे जिबे बंधुगण ताल देखंतु आमे से विषय गोटे आलोचना करिबा जे प्रकृति रे ग्रह सम राशि कौन फिर विषम राशि कौन यही जिनसटा मुझे आपको आगे बुझे दिए सम राशि कहले आमे बुझुचे प्रथम सम राशि कथा आलोचना करिबा सम हला किए किए 2 4 6 8 10 और 12 ये है सम राशि माने जुग्म राशि 2 द्वारा विभाज्य राशि। अच्छा विषम है किए विषम राशि है 1 3 5 7 9 11 ये है विषम राशि तेल ये है सम राशि ये है विषम राशि आमर सूत्र कौन कहउछंती देखिबा जदि ग्रह सम राशि रे 0 रु 15 डिग्री रे थिबे ताहले आपण जानिबे से ग्रह चंद्रंक पाखकु पळेई जीबे चंद्रंक होरारे से मिसी गले ताहले ए जातकटी रे देखिबा मु डिग्री लिखिछि लग्न 1 डिग्री 25 मिनिट सेमती रवि चंद्र मंगल बुध बृहस्पति शुक्र शनि राहु केतु समस्तंकर डिग्री मु लिखि देछि ए जातकटी हिसाब रे डिग्रीटी लेखा जाइछि ताहले आमे देखिबा प्रथम आमे देखिबा लग्न कुआडे जाउछंती लग्न केते ना लग्न आग को राशि रे अछंती आमे देखिबा ना लग्न अछंती वृष राशि रे देखंतु बंधुगण आपण भाबिबेनी जे मोर इटा जो मु जो कहली 2 4 6 8 10 12 एक कथा जो कहली सेटा न आपणकर लग्नटी को राशि रे हेछि माने 2 नंबर राशि रे हेछि माने वृष राशि रे मेष जदि 1 होइते वृष हला 2 तेणु द्वितीय राशि रे हेले द्वितीय राशि अर्थ सम राशि हेले तेणु सम राशि सूत्र कौन कहूँ ना 0 रु 15 हेले चंद्रंकर होरा हम ताले देखंतु 0 रु 15 भितर हे 1 डिग्री तो 0 रु 15 भितर रहिले तेणु सी पळै गले चंद्रंक होरा को लग्न लग्न हेले चंद्रंक लग्न अर्थात कर्कट लग्न ता माने हे गला। अच्छा तापर देखिबा रवि कुआड जाइछंती रवि कौटी अच्छी देखा आपड़ लग्न हिसाब से देखनी ये मेष वृष मिथुन कर्कट हिसाब से देखु रवि रही बिछा राशि रे अष्टम घरे लग्न हिसाब से सप्तम किंतु आमर कालपुरुष कुंडली हिसाब से अष्टम बिछा राशि माने 8 नंबर राशि रे रछंती ताले 8 गोटे कौन ना 8 गोटे सम राशि बा जुग्म राशि तेणु जुग्म राशि रे सूत्र कौन ना सम राशि रे हेले रवि केते डिग्री अछंती ना 5 डिग्री 49 मिनिट रे अछंती तेणु 0 रु 15 हेले चंद्र ताले रवि रहिले एठी चंद्रंकर
ଏଠି ରହିଲେ ରବି। ତାପରେ ଚନ୍ଦ୍ରଙ୍କ ପାଖକୁ ଯିବା। ଚନ୍ଦ୍ର କେଉଁଠି ଅଛନ୍ତି ନା ଚନ୍ଦ୍ର ଅଛନ୍ତି ଦେଖନ୍ତୁ ତୁଳା ରାଶିରେ, ଅର୍ଥାତ୍ ବିଷମ ରାଶିରେ ଅଛନ୍ତି। ତୁଳା ରାଶି ମାନେ 7 ନମ୍ବର, ଇଆଡ଼ୁ ଗଣି ଆଇଲେ 7 ନମ୍ବର ଏଇଟା ହେଲା ତୁଳା ରାଶି। ତେଣୁ ବିଷମ ରାଶିରେ ରହିଲେ, ବିଷମ ରାଶିରେ ସେ କେତେ ଡିଗ୍ରୀରେ ଅଛନ୍ତି ନା 14 ଡିଗ୍ରୀ 43 କଳାରେ ଅଛନ୍ତି। ତାହେଲେ ଦେଖିବା 14 ଡିଗ୍ରୀ, 14 ଡିଗ୍ରୀ ଅର୍ଥ 0 ରୁ 15 ଡିଗ୍ରୀ ଭିତରେ ଏଇଟା 14 ଡିଗ୍ରୀ ଆସୁଛି। ତେଣୁ ରବିଙ୍କର ଘରେ ରହିଲେ କିଏ? ଚନ୍ଦ୍ର। ଆଚ୍ଛା, ତାପରେ ମଙ୍ଗଳ ଦେଖିବା। ମଙ୍ଗଳ ହେଉଛନ୍ତି ଅଛନ୍ତି କେଉଁଠି ନା ମଙ୍ଗଳ ଅଛନ୍ତି 11 ନମ୍ବର କୁମ୍ଭ ରାଶିରେ ଅଛନ୍ତି। 11 ନମ୍ବର ଅର୍ଥ ଅଯୁଗ୍ମ ସଂଖ୍ୟା, ହେ 11 ନମ୍ବର। ତାହେଲେ ଅଯୁଗ୍ମ ରାଶି ମାନେ ବିଷମ ରାଶିରେ ରହିଲେ। ବିଷମ ରାଶି ମଙ୍ଗଳ କେତେ ଡିଗ୍ରୀରେ ଅଛନ୍ତି ନା 22 ଡିଗ୍ରୀରେ ଅଛନ୍ତି। 22 ଡିଗ୍ରୀ 56 କଳା। ତେଣୁ 22 ଡିଗ୍ରୀଟା ହେଇ 15 ରୁ 30 ଭିତରେ ଆସିଗଲା। ତେଣୁ ସିଏ ରହିଲେ କେଉଁଠି? ଚନ୍ଦ୍ରଙ୍କ ହୋରାରେ ରହିଲେ। ତାହେଲେ ଲେଖିବା ମଙ୍ଗଳ, ସରି ମଙ୍ଗଳ ଚନ୍ଦ୍ରଙ୍କ ହୋରାରେ ରହିଲେ। ଆଚ୍ଛା, ତାପରେ ଦେଖିବା ବୁଧ। ବୁଧ କେଉଁଠି ରହିବେ ନା ବୁଧ ହେଉଛନ୍ତି ଅଛନ୍ତି କେଉଁଠି ନା ବୁଧ 8 ନମ୍ବର ଘରେ ଅଛନ୍ତି, ମାନେ ବିଛା ରାଶିରେ। ବିଛା ରାଶିରେ ହେଲେ ସମରାଶି ହେଲା। ତାହେଲେ ବୁଧଙ୍କର ଡିଗ୍ରୀ ଦେଖିବା 22 ଡିଗ୍ରୀ। ତାହେଲେ ବୁଧ 22 ଡିଗ୍ରୀରେ ଅଛନ୍ତି। ସମରାଶି ହେଇଥିବ 22 ଡିଗ୍ରୀ, ହେଇ 15 ରୁ 30 ମାନେ ରବିଙ୍କ ସାଙ୍ଗରେ ରହିଲେ। ଏଇ ବୁଧ ରହିଲେ ରବିଙ୍କ ହୋରାରେ, ଠିକ୍ ଅଛି। ତାପରେ ଦେଖିବା ବୃହସ୍ପତି। ବୃହସ୍ପତି କେଉଁଠି ଅଛନ୍ତି ନା ବୃହସ୍ପତି ଅଛନ୍ତି ସିଂହ ରାଶିରେ, ମାନେ ପଞ୍ଚମ ରାଶିରେ ଅଛନ୍ତି ସିଂହ ରାଶି ହେଇ। ତେଣୁ ବୃହସ୍ପତି ଅଯୁଗ୍ମ ରାଶିରେ ବା ବିଷମ ରାଶିରେ ରହିଗଲେ। ବିଷମ ରାଶିରେ କ'ଣ କହୁଛନ୍ତି? ସେ କେତେ ଡିଗ୍ରୀ ଅଛନ୍ତି ଦେଖିବା ନା 22 ଡିଗ୍ରୀ ଅଛନ୍ତି। ତାହେଲେ ଏଇ 15 ରୁ 30 ଭିତରେ ରହିଲେ ଚନ୍ଦ୍ରଙ୍କର ହୋରା ଆସିବ। ତାହେଲେ ବୃହସ୍ପତି ରହିଲେ ଚନ୍ଦ୍ରଙ୍କର ହୋରାରେ। ବନ୍ଧୁଗଣ ଦେଖନ୍ତୁ, ତାପରେ ଶୁକ୍ର। ଶୁକ୍ର କେଉଁଠି ଅଛନ୍ତି ନା ଶୁକ୍ର ଅଛନ୍ତି 9 ନମ୍ବର ଘରେ, ମାନେ ଧନୁ ରାଶିରେ ଅଛନ୍ତି। ତାହେଲେ ବିଷମ ରାଶିରେ ଅଛନ୍ତି। ଶୁକ୍ର ରହିଲେ ବିଷମ ରାଶିରେ। ଶୁକ୍ର କେତେ ଡିଗ୍ରୀ ଅଛନ୍ତି? 0 ଡିଗ୍ରୀ। ତେଣୁ 0 ଡିଗ୍ରୀ ହେଲେ ବିଷମ ରାଶିରେ ରହିଲେ 0 ରୁ 15 ହେଇଥିଲେ ରବିଙ୍କ ସାଙ୍ଗରେ ରହିଲେ। ତାହେଲେ ଇଏ ହେଲେ ରବିଙ୍କର ହୋରାରେ ରହିଲେ ଶୁକ୍ର। ଆଚ୍ଛା, ଶନି କେଉଁଠି ରହିବେ? ଶନି ଅଛନ୍ତି କେଉଁଠି ନା ଶନି ଅଛନ୍ତି ମିଥୁନ ରାଶିରେ, ମାନେ ଯୁଗ୍ମ ଅଯୁଗ୍ମ ସଂଖ୍ୟାରେ ଅଛନ୍ତି। ତେଣୁ ମିଥୁନ ରାଶିରେ ରହିଥିବା ହେତୁ ସେ ବିଷମ ରାଶିରେ ରହିଲେ। ବିଷମ ରାଶିରେ ଶନି କେତେ ଡିଗ୍ରୀ ଅଛନ୍ତି? 18 ଡିଗ୍ରୀ ଅଛନ୍ତି। ଦେଖନ୍ତୁ 18 ଡିଗ୍ରୀ ମାନେ 15 ରୁ 30 ଭିତରେ ରହିଗଲେ, ମାନେ ଚନ୍ଦ୍ରଙ୍କ ହୋରାରେ ରହିଗଲେ ଶନି। ଗଲା। ତାପରେ ରାହୁ। ରାହୁ କେଉଁଠି ଅଛନ୍ତି ନା ରାହୁ ଅଛନ୍ତି 1 ନମ୍ବରରେ, ମେଷ ରାଶିରେ ଅଛନ୍ତି। ତେଣୁ 1 ନମ୍ବର ହେଲେ ଅଯୁଗ୍ମ ସଂଖ୍ୟା ହେଇଗଲେ। ତେଣୁ ଅଯୁଗ୍ମ ସଂଖ୍ୟା ହେଇଗଲେ କ'ଣ ହେବ ନା ସେ ହେଲା ଅଯୁଗ୍ମ ସଂଖ୍ୟାରେ ଯଦି ରହନ୍ତି ରାଶି ବିଷମ ରାଶିରେ, ଡିଗ୍ରୀ କେତେ ନା 25 ଡିଗ୍ରୀ। ତେଣୁ ଅଯୁଗ୍ମ ସଂଖ୍ୟା ମାନେ ବିଷମ ସଂଖ୍ୟା ଆସିଗଲା 25 ରୁ 25 ଡିଗ୍ରୀ ହେଲେ 15 ରୁ 30 ଭିତରେ ରହିଲେ। ତେଣୁ ଚନ୍ଦ୍ରଙ୍କ ହୋରାରେ ରହିଲେ। ଚନ୍ଦ୍ରଙ୍କ ରାହୁ ଯେଉଁଠି ରହନ୍ତି କେତୁ ବି ସେଇ ହୋରାରେ ରହନ୍ତି। ଗଲା। ତାହେଲେ ବନ୍ଧୁଗଣ ଦେଖନ୍ତୁ, ଏଇଟା କରିବାର ଉଦ୍ଦେଶ୍ୟ କ'ଣ? ଏଇଟା କଲେ କ'ଣ ହୁଏ? ଆପଣ ଗୋଟେ ଜିନିଷ ମନେ ରଖିଥାନ୍ତୁ, ଚନ୍ଦ୍ରଙ୍କ ହୋରାରେ ଯେଉଁ ଗ୍ରହମାନେ ରହନ୍ତି ତାଙ୍କର ଫଳଟି କ'ଣ? ରବିଙ୍କ ହୋରାରେ ଯେଉଁ ଗ୍ରହ ଗୁଡ଼ିକ ରହନ୍ତି ତାଙ୍କର ଫଳଟି କ'ଣ? ମୁଁ ଆପଣଙ୍କୁ ଗୋଟେ ଛୋଟିଆ ଉଦାହରଣ ଦେଇ ବୁଝେଇ ଦେଉଛି। ଦେଖନ୍ତୁ, ଆପଣ ନଦୀ ଇଆଡ଼ୁ ଇଆଡ଼କୁ ବହି ଯାଉଛି ନଦୀ, ଆପଣ ଏଇଠୁ ଇଆଡ଼କୁ ପହଁରୁଛନ୍ତି। ଯଦି ପହଁରୁଛନ୍ତି ତା ମାନେ କ'ଣ? ଆପଣ ଯେତିକି ପରିଶ୍ରମଟି କରୁଛନ୍ତି ତା ସାଙ୍ଗରେ ସ୍ରୋତ ଆପଣଙ୍କୁ ଠେଲି ଠେଲି ନେଇଯାଉଛି। ତା ମାନେ ଆପଣଙ୍କ ପରିଶ୍ରମ ସହିତ ଭାଗ୍ୟ ଆପଣଙ୍କୁ ସାଥ ଦେଉଛି। ଇଏ ହେଲା ଚନ୍ଦ୍ରଙ୍କର ହୋରା, ମନେ ରଖନ୍ତୁ।
ଚନ୍ଦ୍ରଙ୍କର ହୋରାରେ ଯେଉଁ ଗ୍ରହ ଗୁଡ଼ିକ ଅଛନ୍ତି, ଦେଖନ୍ତୁ ଯେଉଁ ଗ୍ରହ ଗୁଡ଼ିକ ଅଛନ୍ତି, ଲଗ୍ନ ବି ଚନ୍ଦ୍ରଙ୍କର ଲଗ୍ନ ହେଲା, ଯେଉଁ ଗ୍ରହ ଗୁଡ଼ିକ ଅଛନ୍ତି ତାଙ୍କର ଯେତେବେଳେ ଦଶା ଅନ୍ତର୍ଦଶା ପ୍ରତ୍ୟନ୍ତର ଦଶା ଆସିବ, ସିଏ ଆପଣ ଯେତିକି ପରିଶ୍ରମ କରିବେ ସେମାନେ ଆପଣଙ୍କୁ ସାହାଯ୍ୟ କରିବେ। ଅର୍ଥାତ୍ ଯେମିତି ନଈର ସୁଅ, ଏମାନେ ହେଲେ ନଈର ସୁଅ, ପହଁରୁଛନ୍ତି ଆପଣ ଯେତିକି ପରିଶ୍ରମ କରୁଛନ୍ତି ସେତିକି ଯାଉଛନ୍ତି, ତା ସାଙ୍ଗରେ ସ୍ରୋତ ଆପଣଙ୍କୁ ମଧ୍ୟ ଠେଲି ଠେଲିକିରି ନେଉଛି। ତା ମାନେ ଆପଣ ବୁଝନ୍ତୁ, ଚନ୍ଦ୍ରଙ୍କ ଯେତେବେଳେ ହୋରା ଆସିବ, ଚନ୍ଦ୍ରଙ୍କ ହୋରାରେ ଯେଉଁ ଗୁଡ଼ିକ ହେଇ ରହିଗଲେ, ଏଇମାନେ ଆପଣଙ୍କୁ ସ୍ରୋତର ଅନୁକୂଳ ଦିଗରେ, ଅର୍ଥାତ୍ ଆପଣ ଯାହା କାମ କରିବେ ବା ଯାହାଟା କରିବେ ଏମାନେ ଆପଣଙ୍କୁ ଆହୁରି ସାହାଯ୍ୟ କରିବେ। କିନ୍ତୁ ରବିଙ୍କ ହୋରାରେ ଯେଉଁ ଗ୍ରହ ଗୁଡ଼ିକ ରହିଗଲେ, ସେଇ ଗ୍ରହ ଗୁଡ଼ିକ କ'ଣ ହୁଅନ୍ତି? ସିଏ ଗୋଟିଏ ପୋଖରୀରେ ପହଁରିଲା ଭଳିଆ ହୁଏ। ଆପଣ ପୋଖରୀରେ ପହଁରିବାର ଅର୍ଥ କ'ଣ? ଆପଣ ଯେତିକି ପରିଶ୍ରମ କରିବେ ଆପଣ ସେତିକି ହିଁ ଯିବେ, ଆପଣଙ୍କୁ ଆଉ ପୋଖରୀ ପାଣି ଠେଲି ଠେଲି ନେଇପାରିବ ନାହିଁ। ତେଣୁ ଏ ଜାତକରେ ଦେଖନ୍ତୁ, ଏତିକି ଗୁଡ଼ିଏ ଏମାନେ ସାହାଯ୍ୟକାରୀ। ଆପଣଙ୍କୁ ଯେତେବେଳେ ଆଙ୍କର ଦଶା ଅନ୍ତର୍ଦଶା ଆସିବ, ଆପଣ ସେତିକି ବେଳେ ଭାଗ୍ୟ ଆପଣଙ୍କୁ ବହୁତ ସାଥ ଦେବ। ଆଉ ଯେତେବେଳେ ଏଇମାନଙ୍କର ଦଶା ଆସିବ, ଧନ ଅର୍ଜନ କରିବା କ୍ଷେତ୍ରରେ, ଅନ୍ୟ କ୍ଷେତ୍ରରେ ନୁହଁ ବନ୍ଧୁଗଣ, ଧନ ଅର୍ଜନ କରିବା କ୍ଷେତ୍ରରେ ଯେତେବେଳେ ଚନ୍ଦ୍ରଙ୍କ ହୋରାରେ ଯେଉଁମାନେ ରହିଛନ୍ତି ସେଇମାନଙ୍କର ଦଶା ଯେତେବେଳେ ଆସିବ, ଆପଣମାନେ ବହୁତ ଧନ ଅର୍ଜନ କରିପାରିବେ। କିନ୍ତୁ ଏଇମାନଙ୍କର ଦଶା ଯେତେବେଳେ ଆସିବ, ରବିଙ୍କର ଦଶା ଯେଉଁମାନେ ରହିଲେ ଚନ୍ଦ୍ର ବୁଧ ଶୁକ୍ର, ଏମାନଙ୍କ ଦଶା ଯେତେବେଳେ ଆସିବ, ଆପଣ ଯେତିକି ପରିଶ୍ରମ କରିବେ ଆପଣଙ୍କର ପରିଶ୍ରମ ଫଳ ହିଁ ଆପଣ ପାଇବେ, ବେଶୀ ଲାଭବାନ ଆପଣ ହୋଇପାରିବେ ନାହିଁ। ବନ୍ଧୁଗଣ, ମୁଁ ଭାବୁଛି ଆପଣମାନେ ନିଶ୍ଚିତ ଭାବରେ ଏଇଟା ବୁଝି ସାରିବେଣି। ଆପଣମାନେ ବୁଝିଲେ ମୋତେ ନିଶ୍ଚିତ ଭାବରେ ଖୁସି ଲାଗିବ। ଆପଣଙ୍କ ଜାତକରେ ଧନ ଅଛି କି ନାହିଁ ଆପଣ ନିଜେ ପରୀକ୍ଷା କରି ଏମିତି ଦେଖନ୍ତୁ। କେଉଁ କେଉଁ ଗ୍ରହ ଆପଣଙ୍କୁ ଧନରେ ସାହାଯ୍ୟ କରୁଛନ୍ତି, କେଉଁମାନେ ସାହାଯ୍ୟ କରୁନାହାନ୍ତି, ଆପଣମାନେ ନିଶ୍ଚିତ ଭାବରେ ଦେଖିପାରିବେ। ଆଉ ଗୋଟେ ଜିନିଷ ମନେ ରଖନ୍ତୁ ବନ୍ଧୁଗଣ, ରବିଙ୍କ ହୋରା ଯେତେବେଳେ ହେଇଥାଏ, ସେତେବେଳେ ରବିଙ୍କ ହୋରାରେ ଯେଉଁ ଗ୍ରହମାନେ, କେଉଁ ଗ୍ରହମାନେ ଭଲ ଫଳ ଦିଅନ୍ତି ନା, ରବି ମଙ୍ଗଳ ବୃହସ୍ପତି ହେଲେ ସେମାନେ ଶ୍ରେଷ୍ଠ ଫଳ ଦେଇଦିଅନ୍ତି। ଚନ୍ଦ୍ରଙ୍କ ହୋରାରେ ଚନ୍ଦ୍ର ଶନି ଶୁକ୍ର ଏମାନେ ଶ୍ରେଷ୍ଠ ଫଳ ଦେଇଦିଅନ୍ତି। ଆଉ ବୁଧ ଦୁଇଟି ଯାଙ୍କ ହୋରାରେ ସେ ତ ଯାହା ସାଙ୍ଗରେ ରହିବେ ସେ ସେଇଭଳିଆ ପ୍ରବୃତ୍ତିର, ମାନେ ସେଇମିତିଆ ଫଳଟିଏ ସେ ଦେବେ। ପାପ ସାଙ୍ଗରେ ରହିଲେ ପାପ, ଶୁଭ ସାଙ୍ଗରେ ରହିଲେ ଶୁଭ, ସେଇଭଳି ସେ ଫଳଟି ଦେବେ। କିନ୍ତୁ ଆପଣ ମୋଟାମୋଟି ହିସାବରେ ଏଇ ସୂତ୍ରଟିକି ମନେ ରଖିଥାନ୍ତୁ। ଆପଣଙ୍କର ରବିଙ୍କ ହୋରାରେ କେଉଁମାନେ ରହିଛନ୍ତି, ଚନ୍ଦ୍ରଙ୍କ ହୋରାରେ କେଉଁମାନେ ରହିଛନ୍ତି, ଆଉ ଆପଣମାନେ ଦେଖୁଥିବେ ଯେ ଆପଣଙ୍କ ଜାତକରେ ନିଶ୍ଚିତ ଭାବରେ ଲେଖା ହେଇଥିବ ଯେ ରବିଙ୍କ ହୋରାରେ କି ଚନ୍ଦ୍ରଙ୍କ ହୋରାରେ ବୋଲି ଲେଖା ହେଇଛି। ତା ଅର୍ଥ ହେଉଛି ଲଗ୍ନଟି ଯେଉଁ ହୋରାରେ ରହିଲା, ଆପଣଙ୍କର ଏଇ ଜାତକରେ ଏ ଚନ୍ଦ୍ର ହୋରାରେ ଛୁଆଟି ଜନ୍ମ ହେଇଛି। ଚନ୍ଦ୍ରଙ୍କର ହୋରାରେ ଜନ୍ମ ହୋଇଥିଲେ ଯେଉଁ ଗ୍ରହ ଗୁଡ଼ିକ ସେଥିରେ ଅଛି, ସେ ଯେତିକି ପରିଶ୍ରମ ପିଲାଟି କରିବ ଏମାନେ ତାକୁ ଆହୁରି ବହୁତ ମାତ୍ରାରେ ସାହାଯ୍ୟ କରିବେ। ତେଣୁ ଏ ଜାତକଟି ନିଶ୍ଚିତ ଭାବରେ ଏକ ଉନ୍ନତ ଜାତକଟିଏ। ହଉ ବନ୍ଧୁଗଣ, ଏତିକିରେ ରହିଲି। ଜୟ ଜଗନ୍ନାଥ।